তদন্ত হলে সমস্তে আসবে, বড় মাছ ছোট মাছ সমস্তে ধরা পড়বে। গোটে তদন্ত হওয়া দরকার। এসহিত বিভিন্ন জায়গায় ওড়িশার বিভিন্ন জায়গায় তাଙ୍କ বিষয়ে এফআইআর দিগলানি। আমি অনুগুଳ জিলার এফআইআর দেবু। বন্ধু হিମାଂଶୁ ସାଗର ଯଦି ତାଙ୍କର ଯେଉଁ ଅଛି ମ୍ୟାନେଜର ଯିଏ ରହିଥିଲେ ପପୁ, ତାଙ୍କର ହେଉଛି ଅର୍ଥ କାରବାରକୁ ନେଇ ଆଜି ପର୍ଯ୍ୟନ୍ତ ଆମେ ଦେଖି ଆସୁଛୁ ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବରେ ଝଡ଼ ଜଞ୍ଜାଳ ଚାଲିଛି। କିନ୍ତୁ ଗୋଟିଏ କଥା, ସେ ଗୀତ ଗାଇବା କଣ୍ଡିସନରେ ନଥିଲେ। ତାଙ୍କୁ ଜୋର ଜବର ମଧ୍ୟ ଷ୍ଟେଜ୍କୁ ଉଠିବା ପାଇଁ ଗୋଟେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଆମେ ସେଇଟା ମଧ୍ୟ ଦେଖୁଛୁ। ଏବଂ କେଉଁଠି ନା କେଉଁଠି ହିମାଂଶୁ ସାଗର ଅର୍ଥ ହେରଫେର ହେଇଛି ବୋଲି ଆମକୁ ଲାଗୁଛି। ତାଙ୍କ ମାଆ ଯେଉଁଭଳି ଭାବରେ ଯେଉଁଦିନ ତାଙ୍କର ମୃତ୍ୟୁ ହେଲା, ସେଦିନ ତାଙ୍କ ମାଆକୁ ଯେଉଁଭଳି ଭାବରେ ତାଙ୍କ ମ୍ୟାନେଜର ଗାଳି ଦେଲା, ସେଇଟା ଗୋଟେ ଦୁଃଖଦ ଘଟଣା। ଏବଂ ଗୋଟିଏ ପୁଅ ମରିଯାଇଛି, ତା ମାଆକୁ ଗାଳି ଦେଉଛି, କିନ୍ତୁ ସେ ହିମାଂଶୁ ସାଗର ପଇସାରେ ଯିଏ ତାଙ୍କ ମ୍ୟାନେଜର ରେଷ୍ଟ କରୁଥିଲେ। ଏବଂ ଏହା ପ୍ରତି ଗୋଟେ ତଦନ୍ତ ହେବା ଦରକାର। ଏଥିସହିତ ବିଭିନ୍ନ ଜାଗାରେ ଓଡ଼ିଶାର ବିଭିନ୍ନ ଜାଗାରେ ତାଙ୍କ ବିଷୟରେ ଏଫଆଇଆର ଦିଆଗଲାଣି। ଆମେ ଅନୁଗୁଳ ଜିଲ୍ଲାରେ ଏଫଆଇଆର ଦେବୁ ବୋଲି ଭାବୁଛୁ। ଏବଂ କେଉଁଠି ନା କେଉଁଠି ଗୋଟେ ରହିଛି ପଇସା କାରବାରକୁ ନେଇକି ବୋଧେ ରହିଛି ବୋଲି ଆମର ଆଶା ରଖାଯାଇଛି। ଏବଂ ବିଭିନ୍ନ ସମୟରେ ମଧ୍ୟ ଆମେ ହିମାଂଶୁ ସାଗର କଥା ଛାଡ଼ିଦେଲେ ଅନ୍ୟ ଅନ୍ୟ ଯେଉଁ ତାଙ୍କର ସହଯୋଗୀ ରହିଥିଲେ ସମସ୍ତଙ୍କର ସମ୍ପୃକ୍ତ ରହିଛି ବୋଲି ଆମେ ଆଶା କରୁଛୁ। ଆଜ୍ଞା, ଯଦି ଦେଖିବା ଏଇ କଥା, ହ୍ୟୁମାନ ସାଗର ମଧ୍ୟ କୋଉଠି ନା କୋଉଠି ଯେତେବେଳେ ପ୍ରୋଗ୍ରାମ ଆରମ୍ଭ କରୁଛନ୍ତି ସେଠି ଗୀତ ଗାଇବା ପାଇଁ ମନା କରୁଛନ୍ତି, ତଥାପି ଗାଇ ବି ମଧ୍ୟ ପାରୁନା। ଷ୍ଟେଜରେ ମଧ୍ୟ କହୁଛନ୍ତି ମୁଁ ବର୍ତ୍ତମାନ ପୋଜିସନରେ ନାହିଁ ଗୀତ ଗାଇବାକୁ। ସେଭଳି ସ୍ଥିତିରେ ତାକୁ କରାଯାଉଛି, କୋଉଠି ନା କୋଉଠି ପୁଣି ଗୀତ ଗାଇବାକୁ ବାଧ୍ୟ କରାଯାଉଛି। ନାଇଁ, ସେଇଟା ଆପଣ ଦେଖନ୍ତୁ, ସେଇ ଜିନିଷଟା ଯେଉଁଟା କହୁଥିଲେ ଆମେ ଆଠଗଡ଼ କୋଉଠି ଗୋଟେ ଦେଖୁଥିଲୁ, କିନ୍ତୁ ଦେଖିଲା ବେଳକୁ ସେଇ ଜିନିଷଟା ସେ ତାର ତ ଇଚ୍ଛା ନାହିଁ ଗୋଟେ ଲୋକ ପ୍ରୋଗ୍ରାମ କରିବା ପାଇଁ। ଆପଣ କାହିଁ ଜୋର ଜବର ପ୍ରୋଗ୍ରାମ କରିବା ପାଇଁ ରଖୁଛନ୍ତି ପଇସା, କାହାଠୁ ଆଡ଼ଭାନ୍ସ ରଖୁଛନ୍ତି। ଇଏ ଯେତେବେଳେ ରଖୁଛନ୍ତି ଆଡ଼ଭାନ୍ସ, ସେ ହିମାଂଶୁ ସାଗରକୁ ପଚାରିବା କଥା ଆପଣ ମନେ ମନେ କେମିତି ଡେଟ୍ ଫାଇନାଲ କରୁଥିଲେ। ମୁଁ ଭାବୁଛି ସବୁତିକ ଅର୍ଥ ତାଙ୍କର ଯେଉଁମାନେ ଅଛନ୍ତି ମେଲୋଡି ଟିମ୍ ଏବଂ ତାଙ୍କ ମ୍ୟାନେଜର, ସେମାନେ ମଧ୍ୟ ତାଙ୍କର ଭୂମିକା ରହିଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ପ୍ରଶାସନକୁ ଆମେ ଅନୁରୋଧ କରୁଛୁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ। ଅବିଳମ୍ବେ ଜଣେ ଉଦୀୟମାନ କଣ୍ଠଶିଳ୍ପୀ ଓଡ଼ିଶା ହରେଇଛି। ନିଶ୍ଚିନ୍ତ ଭାବରେ ଦେଖନ୍ତୁ, ହିମାଂଶୁ ସାଗର ତ ଆଉ ଫେରିବେନି, କିନ୍ତୁ ଦେଖିଲା ବେଳକୁ ଯେଉଁଠି ହିମାଂଶୁ ସାଗରଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଅନୁରୋଧ କରୁଛୁ। ଲେଡି ସିଙ୍ଗର ଅର୍ପିତା ଚୌଧୁରୀ, ତାଙ୍କ କଥା ମଧ୍ୟ ଚର୍ଚ୍ଚା ହେଉଛି। ସେ 40 ଲକ୍ଷର କାର୍ ଚଢୁଛନ୍ତି, ଷ୍ଟୁଡିଓ କରିଛନ୍ତି ହ୍ୟୁମାନଙ୍କ ଟଙ୍କାରେ, ଏମିତି ଗୋଟେ ଗୁଜବ। ହଁ, ସେଇଟା ଦେଖନ୍ତୁ, ସେଇଟା ତଦନ୍ତ କରିବା ଆବଶ୍ୟକତା ରହିଛି ବୋଲି ଆମେ କହୁଛୁ। ଆମେ ତ କହିପାରିବାନି ହିମାଂଶୁ ସାଗର ପଇସା ସେ ନେଇକି କରୁଛନ୍ତି, ସେଟା ତ ଆମେ କହିପାରିବାନି। ତଦନ୍ତ ହେଲେ ସମସ୍ତେ ଆସିବେ, ବଡ଼ ମାଛ ଛୋଟ ମାଛ ସମସ୍ତେ ଧରା ପଡ଼ିବେ। ନିଶ୍ଚିନ୍ତ ଭାବରେ ଆମେ ମଧ୍ୟ ଆମ ଟିମ୍ ସହିତ ଯୋଗାଯୋଗ କରିକି ଆମେ ଅନୁଗୁଳ ଜିଲ୍ଲାରେ ଗୋଟେ ଏତଲା ଦେବୁ ବୋଲି ଚାଲିଛି ଯୋଜନା।